ପାର୍ଲାଖେମୁଣ୍ଡି ରେଲିସାହି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଦୀର୍ଘ 16 ବର୍ଷ ପରେ ପ୍ରକାଶ ପାଇଥିବା ରାୟରେ ଘଟଣାରେ ସମ୍ପୃକ୍ତ 16 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 14 ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାର୍ଲାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ୍। ସେମାନେ ହେଲେ ପାର୍ଲାଖେମୁଣ୍ଡି ଘାସିସାହିର ସକାଳମୁଖୀ ବଲ୍ଲଭ, ବୁରାଲୁ ବୁଡୁ, ନାଗାବଂଶ ନାଗାର୍ଜୁନ, ପାଡଲା ପ୍ରସାଦ, ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା, ନାଗବଂଶମ ରାମସ୍ୱାମୀ, ଲିଆରି ସୁରେଶ, ନାଗବଂଶ ରାମକୃଷ୍ଣ, ସକାଳମୁଖୀ ମାଧବ, ନାଗବଂଶ ସୀମାଦ୍ରି, ହରିକୃଷ୍ଣ ନାଗବଂଶ, ନାଗବଂଶ ପଦ୍ମ, ନାଗବଂଶ ରାଧାକାନ୍ତ, ଗୁଲାରୁ ଗୋପାଳ ବୋଲି ପବ୍ଲିକ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ସୂଚନା ଦେଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥ ମୃତ୍ୟୁ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। 2009 ହୋଲି ଦିନ ଦ୍ୱିପ୍ରହର 2ଟା ବେଳେ ଯେଉଁ ଘାସି ସାହିର ଅଞ୍ଜଳି ଘର କବାଟକୁ ସବୁବେଳେ ଭାଙ୍ଗି ମୁଦାଲା ମାନେ ଯେତେବେଳେ ଚିନ୍ନାବାବୁ ନାଗବଂଶ, ବାବି ଗୁରାଲୁ, ଶିବା ନାଗବଂଶ ଏମାନେ ସବୁ ଶୋଇଥିଲେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ଉପରେ ମଧ୍ୟ ଜଣଙ୍କ ଉପରେ ପଥର ଛେଚି ଦେଇଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ହୃଦବୋଧ କଲେ ଯେ ସେମାନେ ମରିଯାଇଛନ୍ତି। ପୁଣି ସେମାନେ ଆଉ ଜଣଙ୍କ ଘରକୁ ଯାଇଥିଲେ ଯେ ମଧୁ ନାଗବଂଶ ଏବଂ ମଧୁ ନାଗବଂଶ ଘରକୁ ଯାଇକି ତାଙ୍କ ସ୍ତ୍ରୀକୁ ଠେଲାପେଲା କରିଥିଲେ ଏବଂ ମଧୁ ନାଗବଂଶକୁ ବାଡ଼ାବାଡ଼ି କଲା ପରେ ତାକୁ ଘୁଷାରିକି ଆଣିକି ସେ ତାଙ୍କ ଦାଣ୍ଡପଟ ନାଳରେ ତାକୁ ସେଠି ପକାଇଥିଲେ ଏବଂ ଛାତିରେ ମଧ୍ୟ ପଥର ନଦେଇଥିଲେ। ତାପରେ ଏ ଯେଉଁ ଆମର ଯେଉଁ ପାନାଡ଼ା ସିନୋର ତାଙ୍କ ଘରକୁ ଯାଇକି ତାଙ୍କ ମଧ୍ୟ କବାଟ ଭାଙ୍ଗିବାକୁ ଯାଇଥିଲେ। ତାପରେ ପରେ ସେମାନେ ପୁଲିସ ତାଙ୍କୁ ପହଞ୍ଚିକି ସେଠି ଉଦ୍ଧାର କରିଥିଲେ। ଏତଦ୍ ବ୍ୟତୀତ ମୁଦାଲାମାନେ ଯେଉଁମାନଙ୍କୁ ଆଜି ଦଣ୍ଡବିଧାନ ହେଲା ସେମାନେ ରାମଚନ୍ଦ୍ର ପାନାଡ଼, ଅପନା ନାଗବଂଶ, ସରସ୍ୱତୀ ନାଗବଂଶ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ କୋର୍ଟ ବିଚାର କରି ବିଭିନ୍ନ ସାକ୍ଷୀମାନଙ୍କର ବୟାନକୁ ଭିତ୍ତିଭୂମି କରି ଏବଂ ବିଭିନ୍ନ ଡକୁମେଣ୍ଟକୁ ଆଧାର କରି ମାନ୍ୟବର ଆଡ଼ିସନାଲ ଡିଷ୍ଟ୍ରିକ୍ଟ ଜଜ୍ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ସମସ୍ତ ଆସାମୀମାନଙ୍କୁ ଦଣ୍ଡବିଧାନ କରିଛନ୍ତି। ସେଥିରେ ଆସାମୀମାନଙ୍କୁ 147, 148, 452, 427, 341, 326, 307, 506 ଏବଂ 302 ଏବଂ ମୋଟ ଉପରେ 302ରେ ସେମାନଙ୍କୁ ଲାଇଫ୍ ଇମ୍ପ୍ରିଜମେଣ୍ଟ କରିଛନ୍ତି ଏବଂ ସମସ୍ତ ଏହିସବୁ ଅଫେନ୍ସରେ ସେମାନଙ୍କୁ ସଶ୍ରମ କାରାଦଣ୍ଡ କରିଛନ୍ତି ଏବଂ କୌଣସି ଗୋଟେ ଅଫେନ୍ସରେ ମଧ୍ୟ ଫାଇନ୍ କରିଛନ୍ତି। ଅନାଦାୟ ଫାଇନ୍ ହେଲେ ତାଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରିଛନ୍ତି ଏବଂ 302ରେ ଲାଇଫ୍ ଇମ୍ପ୍ରିଜମେଣ୍ଟ କରିବା ସହିତ ଡିଫଲ୍ଟ 10,000 ଟଙ୍କା ଜରିମାନା କରିଛନ୍ତି ଏବଂ ଜରିମାନା ଅନାଦାୟ ହେଲେ ସେଥିରେ ମଧ୍ୟ ଜେଲ୍ ଯିବାର ପ୍ରାବଧାନ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯେଉଁ ମୁଦାଲାମାନେ ଥିଲେ 16 ଜଣ ମୁଦାଲାଙ୍କର ବିଚାର ଚାଲିଥିଲା। ସେଥିରୁ 2 ଜଣଙ୍କର ଦେହାନ୍ତ ହୋଇଥିଲା ଏବଂ ବାଦ ବାକି 14 ଜଣଙ୍କର ମୁଦାଲା ସମସ୍ତଙ୍କୁ ଲାଇଫ୍ କନଭିକ୍ସନ୍ ହେଇଛି। ମାନ୍ୟବର ଜଜ୍ ଆଜି ତାଙ୍କର ରାୟ ପ୍ରକାଶ କରିଛନ୍ତି। ଗତ 2009 ମସିହା ମାର୍ଚ୍ଚ 12 ତାରିଖ ସେଦିନ ଥିଲା ହୋଲି। ସମସ୍ତେ ହୋଲି ଖେଳି ସାରିବା ପରେ ନିଜ ନିଜ ଘରେ ଖାଇସାରି ଶୋଇଥିବା ସମୟରେ ଦିନ ପ୍ରାୟ 2ଟା ସମୟରେ ଅଭିଯୁକ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭିନ୍ନ ଲୋକଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏପରିକି ଚିନ୍ନାବାବୁ ନାଗବଂଶ, ବାବି ଗୁଲାରୁ, ଶିବା ନାଗବଂଶ ପ୍ରମୁଖଙ୍କ ଉପରେ ପଥର ଛେଚି ଦେଇଥିଲେ। ଏହାପରେ ସାହିର ଅନ୍ୟମାନଙ୍କ ଘରେ ପଶି ମଧ୍ୟ ଆକ୍ରମଣ କରିବା ସହ ମହିଳାମାନଙ୍କୁ ମାରଧର କରିଥିଲେ। ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିବା ସହ ଗୁରୁତର ଭାବେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେହି ମାସ 18 ତାରିଖ ଦିନ ଶିବା ନାଗବଂଶ ହସ୍ପିଟାଲରେ ହିଁ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ପନ୍ନଟ ଶ୍ରୀନୁ ପୁଲିସରେ ଲିଖିତ ଏତଲା ଦାୟର କରିଥିଲେ। ପୁଲିସ ପ୍ରଥମେ ହତ୍ୟା ଉଦ୍ୟମ ଓ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପାର୍ଲାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତରେ ଚାଲିଥିବା ଏହି ମାମଲାର ରାୟ ଦୀର୍ଘ 15 ବର୍ଷ ପରେ ଆଜି ପ୍ରକାଶ ପାଇଛି, ଯେଉଁଥିରେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ 10,000 ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପବ୍ଲିକ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ସୂଚନା ଦେଇଛନ୍ତି। ମୋହନାରୁ ଅଂଶୁମାନ ପଣ୍ଡାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।